ସୁଦଶା ବ୍ରତ କଥା। ଲକ୍ଷ୍ମୀ ପଦବନେ କଦମ୍ବ କୁସୁମେ ଶ୍ରୀ ବିଷ୍ଣୁ ବକ୍ଷସ୍ଥଳେ ଦାମ୍ପତ୍ୟ ବଦନେ ନରେନ୍ଦ୍ର ଭୁବନେ ପୂର୍ବାଙ୍ଗନା ସୂଚନେ ମାତଙ୍ଗେ ତୁରଙ୍ଗେ ବୃକ୍ଷେ ଚ ଧବଳ ଗୋଷ୍ଠେ ସୁଗନ୍ଧାଳୟେ ସର୍ବତ୍ରୈଲୋକ୍ୟ ବିରାଜିତା ଗୁଣମୟୀମ୍ ଶୀତେ ପ୍ରାତୋ ବସସି। ବୈବସ୍ୱତ ମନ ପୁଚ୍ଛା କଲେ, ହେ ଅଗସ୍ତୀ, ମୋତେ ପଦ୍ମପୁରାଣ କଥା କହିବା ହେଉ। ଅଗସ୍ତୀ କହିଲେ, ମହାଲକ୍ଷ୍ମୀ କଥା ଶୁଣିଲେ ବହୁତ ପୁଣ୍ୟ ହେବ। ଧନ ଜନ ଆୟୁ ବଳ ସ୍ତ୍ରୀ ସୁଲକ୍ଷଣୀ ହେବ। ସୁତମୁନି କହିଲେ, ସେ କଥା ମୋତେ କୁହନ୍ତୁ। ଅଗସ୍ତୀ କହିଲେ, ସତ୍ୟ ଯୁଗେ ବୀର ବିକ୍ରମ ନାମେ ରାଜା, ରାଣୀ ନାମ ରତ୍ନାବତୀ, ମନ୍ତ୍ରୀ ନାମ ତ୍ରିକୁଟେଶ୍ୱର ଓ ମନ୍ତ୍ରୀ ପତ୍ନୀଙ୍କ ନାମ ପଦ୍ମାବତୀ। ଏ ଦୁହେଁ ସମୁଦ୍ରକୁ ସ୍ନାନ କରିଗଲେ। ଦେଖିଲେ ସ୍ୱର୍ଗର ଦେବକନ୍ୟା ଆସି ସ୍ନାନ କରୁଛନ୍ତି। ସ୍ନାନ ତଟରେ ଗୋଟିଏ ମଣ୍ଡପ ଅଛି। ତହିଁରେ ସେ ଦେବକନ୍ୟାମାନେ ଗୋଟିଏ ମଣ୍ଡଳ ଥାପି ଗୁଆ ଘୃତ ଜାଗର ଦେଇ ଗୋସାମଣୀ ପୂଜା କରୁଛନ୍ତି। ଏମନ୍ତ ଦୁଇ ସଖୀ ଦେବକନ୍ୟାଙ୍କୁ ପଚାରିଲେ, ଏ ତୁମ୍ଭର କି ବ୍ରତ? ଦେବକନ୍ୟାଏ କହିଲେ, ଏ ଆମ୍ଭର ସୁଦଶା ବ୍ରତ ଓଷା। ଏହା କଲେ ମନୋବାଞ୍ଛା ପ୍ରାପ୍ତି ହୁଏ। ଏ ବ୍ରତ ତୁମ୍ଭେ କର, ମର୍ତ୍ତ୍ୟପୁରରେ ବିଖ୍ୟାତ ହେବ। ପଦ୍ମାବତୀ ଓ ରତ୍ନାବତୀ ବୋଇଲେ, ଏହାର ବିଧାନ କହ। ସେ ଦେବକନ୍ୟା ବୋଇଲେ, କିଏ ବ୍ରତ? ବିଧାନ ଅଗସ୍ତୀ କହିଲେ, ଯେବଣ ଦିନ ଶୁକ୍ଳ ପକ୍ଷରେ ଦଶମୀ ଗୁରୁବାର ହୁଏ, ସେଦିନ ଲକ୍ଷ୍ମୀଙ୍କ ସୁଦଶା ବ୍ରତ ହୋଇ। ତହିଁର ବିଧି ବିଧାନ ଶୁଣ। 10 କେରା ଦୁବ, ହଳଦୀ ଚୂର୍ଣ୍ଣ, 10 ଗୋଟି ଗୁଆ, 10 ବର୍ଣ୍ଣ ପୁଷ୍ପ, ପାଟ ସୂତା ତ୍ରିଗୁଣ କରି ବୋଳିବ। ନ ମିଳିଲେ ପ୍ରାୟ ଶୁକ୍ଳ ସୂତାରେ କରିବ। 10 ଗଣ୍ଠି ପକାଇ ମହାଲକ୍ଷ୍ମୀଙ୍କୁ ସ୍ମରଣ କରିବ। ଗୁଆ ଘୃତରେ 10 ଖିଅ ସୂତା ବଳିତା କରି ଦୀପ ଜାଳିବ। 10 ଗୋଟି ପିଠା, ତହିଁରେ ଛେନା, ନଡ଼ିଆ, ମୁଗ, ଜିରା, କର୍ପୂର ଦେଇ ବିଧି ମତେ କରିବ। ପୂଜା ସ୍ଥାନରେ ପଦ୍ମ ଗୋଟିଏ ଲେଖିବ। ଆଚାର୍ଯ୍ୟ ବରଣ କରି ପଦ୍ମପୁରାଣ କଥା ଶୁଣିବ। ପୂର୍ବୋକ୍ତ କଥା କହୁଅଛି। ବୀର ବିକ୍ରମାଦିତ୍ୟ ନାମେ ଏକ ରାଜା ଥିଲେ। ରାଣୀଙ୍କ ନାମ ସୁଲକ୍ଷଣୀ, ମନ୍ତ୍ରୀର ଭାରିଜା ନାମ ଦୁଲ୍ଲଣୀ। ଦୁହେଁ ପରଲୋକ ହେଲାରୁ ଯମରାଜା ପାପ ପୁଣ୍ୟ ବୁଝି ମନ୍ତ୍ରୀ ଭାରିଜା ବଡ଼ ହେଲା। ରାଣୀ ବୋଇଲା, ମୁଁ ବଡ଼ ହୋଇ କିମ୍ପା ପାଦ ତଳେ ରହିଲି। ସେ କହିଲେ, ତୁ ଲକ୍ଷ୍ମୀ ବ୍ରତ କରିନାହୁଁ। ସେ ଲକ୍ଷ୍ମୀ ବ୍ରତ ପ୍ରସାଦରୁ ସ୍ୱର୍ଗକୁ ଗଲା। ତୁ ଏହି ବ୍ରତ କଲେ ସ୍ୱର୍ଗକୁ ଯିବୁ। ସେ ଦୁହେଁ ପୁଣି ମର୍ତ୍ତ୍ୟରେ ଜନ୍ମ ହେଲେ। ରାଣୀ ମନ୍ତ୍ରୀ ଘରେ ଓ ମନ୍ତ୍ରୀ ପତ୍ନୀ ରାଜକୁଳେ ଜନ୍ମ ହୋଇଲେ। ଏକା ନଗରେ ଦୁହେଁ ମୈତ୍ର ହୋଇ ରହିଲେ। ତଦନ୍ତରେ ଜ୍ୟେଷ୍ଠ ଶୁକ୍ଳ ଦଶମୀ ଗୁରୁବାର ହୋଇଲା। ମନ୍ତ୍ରୀଙ୍କ ଭାରିଜା କହିଲେ, ରାଣୀ ଆଜି ସୁଦଶା ବ୍ରତ ହୋଇଛି। ରାଣୀ ରାଜାଙ୍କୁ ଏହା କହିଲେ। ରାଜା ଶୁଣି ନଗରରେ ଝୋଟି ଦିଆଇ ଦିବ୍ୟ ଚାନ୍ଦୁଆ ଟାଣିଲେ। ରାଣୀ ସୁଦଶା ବ୍ରତ କରୁଛନ୍ତି। ଶୁକ୍ଳ ପାଟରେ ବ୍ରତ କରି ମହାଲକ୍ଷ୍ମୀ ନାମ ଧରି ଗଣ୍ଠି ପକାଇବେ। ଏ ରୂପରେ 10 ଗଣ୍ଠି। ପ୍ରଥମେ ମହାଲକ୍ଷ୍ମୀ, ଦ୍ୱିତୀୟ କମଳା, ତୃତୀୟ ପଦ୍ମା, ଚତୁର୍ଥେ ହରିପ୍ରିୟା, ପଞ୍ଚମେ ଦାରିଦ୍ର୍ୟ ଭଞ୍ଜନୀ, ଷଷ୍ଠେ କୌମୁଦିନୀ, ସପ୍ତମେ ଗଜବାହିନୀ, ଅଷ୍ଟମେ ଚଞ୍ଚଳା, ନବମେ ଜାନକୀ, ଦଶମେ ରୁକ୍ମିଣୀ। ଏହାଙ୍କ ନାମ ଧରି 10 ଗଣ୍ଠି ପକାଇବ। ବ୍ରାହ୍ମଣ ବରଣ କରି କଥା ଶୁଣିବ। ଏହି ରୂପେ ବ୍ରତ କରି ହସ୍ତରେ ବନ୍ଧନ କଲେ, ପିଠାପଣା କଲେ। ଏମନ୍ତ କେତେ ଦିନ ଅନ୍ତରେ ମନ୍ତ୍ରୀ ଭାରିଜାର ବ୍ରତ ହଜିଲା। ବ୍ରତ ନ ପାଇ ସେ 3 ଦିନ ହେଲାଣି ଉପବାସେ ରହିଲା। ମନ୍ତ୍ରୀ ଭାରିଜାର ଦେହ କ୍ଷୀଣ ହେବାରେ ସେ ରାଜାଙ୍କ ଛାମୁରେ ଜଣାଇଲେ, ଭୋ ଦେବ, ମୋ ପତ୍ନୀ ମରୁଅଛି। ରାଜା ଏଥିର କାରଣ ପଚାରିବାରୁ ସେ କହିଲେ, ସୁଦଶା ବ୍ରତ ହଜିଗଲା। ବହୁତ ଖୋଜି ପାଇଲୁ ନାହିଁ। ମୋ ପତ୍ନୀ କହିଲା, ବ୍ରତ ଯଦି ନ ମିଳେ କାହାଠାରୁ ପୁରୁଣା ବ୍ରତ ଗୋଟିଏ ଆଣିଲେ ମୁଁ ଅନ୍ନ ଭୋଜନ କରିବି। ରାଜା କହିଲେ, ମୋ ରାଜ୍ୟରେ ସେ ବ୍ରତ କେହି କରୁଅଛି, କହ, ଆମ୍ଭେ ଆଣିଦେବୁ। ମନ୍ତ୍ରୀ ଶୁଣି କହିଲେ, ଆପଣଙ୍କ ରାଣୀଙ୍କ ଠାରେ ଅଛି। ରାଜା ଏହା ଶୁଣି ରାଣୀଙ୍କୁ କହିଲେ, ତୁମର ପୁରୁଣା ବ୍ରତ ଗୋଟିଏ ଦିଅ। ମନ୍ତ୍ରୀର ଭାର୍ଯ୍ୟା ଉପବାସେ ମରୁଅଛି। ରାଣୀ କହିଲେ, ମୋର କ'ଣ ଗଲା?
ମୁଁ କିମ୍ପା ତାଙ୍କୁ ଦେବି। ରାଜା ଅନେକ ବାର ବୁଝାଇଲେ ମଧ୍ୟ ରାଣୀ ବୁଝିଲେ ନାହିଁ। କହିଲେ, ମୁଁ ବ୍ରତ ଦେଲେ ସକଳ ସମ୍ପତ୍ତି ମନ୍ତ୍ରୀଙ୍କର ହେବ। ରାଜା ବଳାତ୍କାରେ ରାଣୀଙ୍କ ହସ୍ତରୁ ବ୍ରତ ଛଡ଼ାଇ ନେଇ ମନ୍ତ୍ରୀଙ୍କ ହସ୍ତରେ ଦେଲେ। ମନ୍ତ୍ରୀ ତାହା ନେଇ ସ୍ତ୍ରୀଙ୍କୁ ଦେଲେ। ମନ୍ତ୍ରୀ ଭାର୍ଯ୍ୟା ତାହା ନେଇ ସ୍ନାନ କରି ଶୁକ୍ଳ ପାଟ ପିନ୍ଧି ଉପରାଣ ଦେଇ ମହାଲକ୍ଷ୍ମୀଙ୍କୁ ସ୍ମରଣ କରି ବ୍ରତ ବାନ୍ଧିଲେ। ତାପରେ ସେ ଅନ୍ନ ଭୋଜନ କଲେ। ଅଳ୍ପ ଦିନ ପରେ ରାଜାଙ୍କ ରାଜ୍ୟ ସମ୍ପତ୍ତି ଚ୍ୟୁତ ହେଲା। ପାତ୍ର ଅମାତ୍ୟମାନେ ଭଣ୍ଡାର ଜୋର କଲେ। ରାଜାଙ୍କୁ ଧନ ମାଗି କହିଲେ, ଧନ ନଦେଲେ ରାଜ୍ୟରୁ ଅନ୍ତର ହୁଅ, ଆମ୍ଭେ ଅନ୍ୟ ରାଜା କରିବୁ। ଏହା ଶୁଣି ରାଜା ରାଣୀଙ୍କୁ କହିବାରୁ ରାଣୀ କହିଲେ, ହେ ଦେବ, ମୋତେ ଛାଡ଼ିକରି ଯିବ ନାହିଁ। ମୁଁ ତୁମ ସଙ୍ଗେ ଥିଲେ ଦୁଃଖକୁ ସୁଖ ମଣିବି। କେତେ ଦିନ ଅନ୍ତେ ରାଜା ନବରୁ ବାହାର ହୋଇଗଲେ। ରାଜାଙ୍କ ଦୁଇ ପୁଅଙ୍କୁ ଲକ୍ଷ୍ମୀ ସନ୍ତୋଷ ହୋଇ ମାୟାରେ ରାଣୀଙ୍କ ପାଖରୁ ନେଇ ସାଧବ ଘରେ ରଖି ଅନ୍ତର୍ଧ୍ୟାନ ହେଲେ। ଏଣେ ରାଜା ରାଣୀ ବହୁତ କଷ୍ଟ ପାଇ ଅରଣ୍ୟରେ ଯାଉଛନ୍ତି। ଏପରି ବନସ୍ତେ ଖାଇବାକୁ ପାଇଲେ ନାହିଁ। ଫଳମାନ ଅଦୃଶ୍ୟ ହେଲେ। ମହାକ୍ଷୁଧାରେ ପୁଷ୍କରିଣୀ କୂଳେ ପ୍ରବେଶ ହେଲେ। ରାଣୀ କହିଲେ, ମୁଁ ମଳୁଖ ତଣ୍ଡୁଳ ମାଣେ ଆଣିଛି। ରାଜା କହିଲେ, ମୋତେ କ୍ଷୁଧା ଲାଗିଲା, ଚାଉଳ ମୁଠାଏ ରନ୍ଧନ କରିଦିଅ। ରାଜା ପୁଷ୍କରିଣୀରେ ପ୍ରବେଶ କରି ଦେଖିଲେ ମହାଲକ୍ଷ୍ମୀଙ୍କ ମାୟାରେ ମଲା ମାଛ ଦୁଇଟି ପଡ଼ିଅଛି। ରାଜା ସେ ଦୁଇ ଗୋଟି ହସ୍ତରେ ଘେନିଲେ। ରାଣୀଙ୍କୁ ଦେଇ ବୋଇଲେ, ଏ ମାଛ ପୋଡ଼ିଦେବ। ରାଣୀ ଭାବିଲେ ରାଜାଙ୍କ କନ୍ଧରୁ ଲକ୍ଷ୍ମୀ ଛାଡ଼ିଯିବାରୁ ଏମନ୍ତ କହୁଛନ୍ତି। ରାଣୀ ସେ ମାଛକୁ ଅଗ୍ନିରେ ପକାନ୍ତେ ମାଛ ଦୁଇଟି ଲକ୍ଷ୍ମୀଙ୍କ ମାୟାରେ ଅଗ୍ନିରୁ ଯାଇ ପାଣିରେ ପଡ଼ିଲେ। ରାଣୀ ଏ ବିସ୍ମୟ କଥା ରାଜାଙ୍କୁ ଜଣାଇଲେ। ରାଣୀ ବୋଇଲେ, ସେ ମାଛ ପୋଡ଼ୁ ପୋଡ଼ୁ ପାଣିରେ ଡେଇଁ ପଡ଼ିଲେ। ମଲା ମାଛ କେମନ୍ତ ଜୀବନ ପାଇଲା, ଏ ତ ବିପରୀତ ଅଟଇ। ତୁମ୍ଭେ ମାୟା କଲ। ଏହା ବୋଲି ରାଜା ରାଣୀ ମନ ମାରି ବନରେ ଯାଉଛନ୍ତି। ଯାଉ ଯାଉ କମଳିନୀ ଦେଶରେ ପ୍ରବେଶ ହେଲେ। ସେଠାରେ ଏକ ଶାଳ ବୃକ୍ଷ ତଳେ ରହିଲେ। ମହାଲକ୍ଷ୍ମୀଙ୍କୁ ଚିନ୍ତା କରି ବୋଇଲେ, ଭୋ ଲକ୍ଷ୍ମୀ, ବହୁତ କଷ୍ଟ ଦେଲ। ଏହା କହି ସେମାନେ ଲକ୍ଷ୍ମୀଙ୍କୁ ସ୍ତୁତି କଲେ। ସେ ସ୍ତୁତି ଶୁଣି ମହାଲକ୍ଷ୍ମୀ ଦୟା କଲେ। ଅଦ୍ଭୁତପଣେ ଦୃଶ୍ୟ ହୋଇ କମଳିନୀ ନଗରରେ ଯାଇ ପ୍ରବେଶ ହେଲେ। ସେ ନଗରେ ସାଧବ ରତ୍ନାକର ଲକ୍ଷ୍ମୀଙ୍କ ମଣ୍ଡପରେ ବସିଛନ୍ତି। ରାଜା ସେହି ମଣ୍ଡପକୁ ଗଲେ। ରାଣୀ ଅନ୍ୟ ବାଟେ ପୁଷ୍କରିଣୀ କୂଳେ ପ୍ରବେଶ ହୋଇଲେ। ରାଣୀ ସର୍ବଶୂନ୍ୟ ଦେଖି କ୍ରୋଧ କଲେ। ସେଦିନ ଶନିବାର ସପ୍ତମୀ। ସାଧବ ଭାର୍ଯ୍ୟା ସାତ ବୋହୂ ନାତି ନାତୁଣୀ ଘେନି ପୁଷ୍କରିଣୀକୁ ସ୍ନାନ କରିବାକୁ ଆସିଛନ୍ତି। ରାଣୀଙ୍କୁ ଦେଖି ପଚାରିଲେ, ମାଏ, ତୁମ୍ଭେ କାହୁଁ ଅଇଲ? ରାଣୀ ବୋଇଲେ, ମୁଁ ବଡ଼ ଦୁଃଖୀ। ସାହୁଆଣୀ କହିଲେ, ତୁମ୍ଭେ ଆମ୍ଭ ଘରେ ରହିବ କି? ରାଣୀ ବୋଇଲେ, ଯେବେ ତୁମ୍ଭେ ରଖିବ ମୁଁ ରହିବି। ତୁମ୍ଭେ ସତ୍ୟ କର। ଏହା ଶୁଣି ସାଧବାଣୀ ବୋଇଲେ, ମୁଁ ସତ୍ୟ କଲି, କହ। ରାଣୀ କହିଲେ, ମୋତେ ପାଲଟା ନ ଛୁଆଁଇବ। ସାଧବାଣୀ କହିଲେ, ମୋର ଅନେକ ଦାସୀ ଅଛନ୍ତି, ତୁମ୍ଭେ ପାଲଟା ମାନ ଧୋଇବ ନାହିଁ। ତୁମ୍ଭେ ମୋ ଝିଅଙ୍କ ସଙ୍ଗେ ସାଙ୍ଗ ହୋଇ ରହିବ। ଏମନ୍ତ ଶୁଣି ରାଣୀ ସାଧବ ଘରେ ରହିଲେ। ଏଣେ ରାଜାଙ୍କୁ ସାଧବ ବୋଇଲେ, ହେ ମହାତ୍ମା, ତୁମେ କାହୁଁ ଅଇଲ? ରାଜା ବୋଇଲେ, ଭାଇ ହେ, କିମ୍ପା ସଙ୍କୁଳ ମୋତେ ଘର ଖଣ୍ଡିଏ ଦିଅ, ମୁଁ ଭିକ୍ଷା ମାଗି ଚଳିବି। ସାଧବ କହିଲେ, ମୋ ରାଜ୍ୟରେ କେହି ଭିକ୍ଷା କରନ୍ତି ନାହିଁ। ତୁମ୍ଭେ ମୂଲ ଲାଗିପାରିବ କି? ରାଜା ବୋଇଲେ, ମୂଲ ଲାଗିଲେ ହେବ କି? ଏହା ଶୁଣି ରାଜାଙ୍କୁ ଘରକୁ ନେଇଗଲେ। ସାଧବ ଘରେ ରାଜା ନିରୀକ୍ଷକପଣେ ରହିଲେ। ରାଣୀ ପରିଜନ ହୋଇ ରହିଲେ। ଶ୍ରୀଲକ୍ଷ୍ମୀଙ୍କ କବଳରୁ କିଛି ଦିନ ଅନ୍ତରେ ସାଧବ ଭାତ ତିଅଣ ନାନା ବର୍ଣ୍ଣ କରି ଏକାବେଳେ ରାଜାଙ୍କୁ ଦେଇ କହିଲେ, ମହାତ୍ମା, ଏହା ଧରି ବିଲକୁ ଯିବ। ରାଜା ମୁଣ୍ଡରେ ଭାତ ତିଅଣ ନେଇ ରଖିଲେ। କିଛି ଦୂର ଯାନ୍ତେ ରାଜାର ଦୁଃଖ ଶ୍ରୀଲକ୍ଷ୍ମୀ ଜାଣି ମାୟାରେ ରାଜା ମୁଣ୍ଡରୁ ବୋଝ ଫୋପଡ଼ାଇ ଦିଅନ୍ତେ ଭାତ ତିଅଣ ନଷ୍ଟ ହୋଇଗଲା। ସାଧବ କହିଲେ, ମହାତ୍ମା, ତୁମେ ବଡ଼ ପାପୀ। ଏହା କହି ତାହାଙ୍କୁ ନିରେଖି ଚାହିଁଲେ। ଦେଖିଲେ ବିଦ୍ୟାଧର ପ୍ରାୟ ଦିଶନ୍ତି। ସେ କିଛି ନ ବୋଲି ଭାତ ତିଅଣ ବିଲକୁ ନେଲେ। ରାଜା ସାଧବ ଘରେ ରହିଲେ। ଏମନ୍ତ କିଛି ଦିନ ଅନ୍ତରେ ଗ୍ରହଣ ହୋଇଲା। ସମସ୍ତେ ନଦୀକି ସ୍ନାନ କରିଗଲେ। ସାଧବାଣୀ କହିଲେ, ସ୍ନାନକୁ ଯିବା। ରାଣୀ ବୋଇଲେ, ମୁଁ ପଛେ ଯିବି,
ସାଧବାଣୀ ଝିଅ ଓ ବୋହୂ ଗନ୍ତା ଘରୁ ଅଳଙ୍କାର ଫରୁଆ ଆଣି ରାଣୀଙ୍କି ଦେଇଗଲେ। ରାଣୀ ବସି ଅଣ୍ଟାରୁ ଖଡ଼ି କାଢ଼ି ଗୋଟିଏ ପିତୁଳା ଲେଖିଲେ। ସେ ପିତୁଳାରୁ ହଂସଟିଏ ବାହାର ହେଲା। ସେ ମାୟା ହଂସ ଅଳଙ୍କାର ଫରୁଆ ଗିଳି ଚଳିଗଲା। ରାଣୀ ଏହା ଦେଖି ବିସ୍ମୟ ହେଲେ। ଏ କି ବିପରୀତ! ଏମନ୍ତ ସମୟେ ସାଧବାଣୀ ସ୍ନାନ ସାରି ଆସି ବୋଇଲେ, ମାଏ ଅଳଙ୍କାର ଫରୁଆ ଦିଅ। ରାଣୀ କହିଲେ, ମାଏ ତୁମ ଅଳଙ୍କାର ଫରୁଆ ଏ କାନ୍ଥର ଚିତ୍ର ପିତୁଳା ଗିଳିଦେଲା। ସାଧବାଣୀ ଭାବିଲେ, ଏ ଲକ୍ଷ୍ମୀ ଛଡ଼ା ହୋଇଲା। ସେ ଅନ୍ୟ ଅଳଙ୍କାର ଆଣି ଲଗାଇଲେ। ଏ ଅନ୍ତରେ ମାଘ ଶୁକ୍ଳ ଦଶମୀ ଗୁରୁବାରରେ ସୁଦଶା ବ୍ରତ ହେଲା। ସାଧବାଣୀ ଘର ଲିପା ପୋଛା କରି ଝୋଟି ଆଦି ଦେଇ ମହା ଆନନ୍ଦ ହେଉଥାନ୍ତି। ସ୍ତମ୍ଭମାନଙ୍କରେ ଶୁକ୍ଳପାଟ ବେଢ଼ାଇ ଉପରେ ଫୁଲ ଚାନ୍ଦୁଆ ଲମ୍ବାଇ କମଳିନୀଙ୍କୁ ଖଟୁଳିରେ ବିଜେ କରାଗଲା। 10 ନାଡ଼ ଦୁବ ତଣ୍ଡୁଳ 10ଟି ଶୁକ୍ଳ ପାଟ ସୂତାରେ 10 ହାତ 3 ଗୁଣ କରି 10 ଗଣ୍ଠି ପକାଇ ଲକ୍ଷ୍ମୀ ବ୍ରତ ବୋଲି ଆନନ୍ଦ ହେଉଥାନ୍ତି। ଏହା ଦେଖି ରାଣୀ ସାଧବାଣୀଙ୍କୁ ପଚାରିଲେ, ଏ ଉତ୍ସବ କ'ଣ? ସାଧବାଣୀ କହିଲେ, ଏ ବ୍ରତ କଲେ ମନବାଞ୍ଛା ସିଦ୍ଧ ହୁଏ। ଏହାର ନାମ ସୁଦଶା ବ୍ରତ। ସାଧବାଣୀ ରାଣୀଙ୍କୁ କହିଲେ, ତୁମ୍ଭେ ଏ ବ୍ରତ ଆମ୍ଭ ଘରେ କର। ତାପରେ ସାଧବାଣୀ ମହାଲକ୍ଷ୍ମୀଙ୍କୁ ଖଟୁଳିରେ ବସାଇ ଶୁକ୍ଳ ପାଟେକ ପହୁଡ଼ି ନିର୍ଜର ମୁଚୁଳି ଦେଇ ବିଜେ କରାଇଲେ। ଗୋସାମଣୀଙ୍କୁ ବିଜେ କରାଇଲେ। ବ୍ରାହ୍ମଣଙ୍କୁ ବରଣ କରି ଆଣି ସୁଦଶା ବ୍ରତ କଥା ଶୁଣିଲେ। ହୁଳହୁଳି ପଡ଼ିଲା। ଯେ ଯାହା ମନବାଞ୍ଛାରେ ଧ୍ୟାନ କଲେ। ରାଣୀ ମନେ ମନେ ଧ୍ୟାନ କଲେ, ହେ ଲକ୍ଷ୍ମୀ ତୁମ୍ଭେ ମୋର ମନବାଞ୍ଛା ଜାଣ। ଏମନ୍ତ ବୋଲି ରାଣୀ ରୋଦନ କରି ସେ ସ୍ତୁତି କଲେ। ଭୋ ତ୍ରୈଲୋକ୍ୟ ପାଳିନୀ ଜଗତ ଜନନୀ ହରିପ୍ରିୟା ଜଗନ୍ନାଥ ବଲ୍ଲଭୀ ପରମ ବୈଷ୍ଣବୀ କୃଷ୍ଣ ବଲ୍ଲଭୀ ଜନକ କୁମାରୀ ସିନ୍ଧୁ ନନ୍ଦିନୀ ଦାରିଦ୍ର୍ୟ ଭଞ୍ଜନୀ ମୋତେ କରୁଣା କର। ରାଣୀଙ୍କ ବିନୟ ଶୁଣି ଲକ୍ଷ୍ମୀ ସନ୍ତୋଷ ହୋଇ ସ୍ୱପ୍ନ ପ୍ରାୟ ସେ ରାଣୀଙ୍କୁ ଚେତାଇ କହିଲେ, ମୋତେ ତୁ ଅନ୍ୟକୁ ଦେବାରୁ ଏ ଅବସ୍ଥା ପାଇଲୁ। ପୁନରପି ତୁମ୍ଭେ ରାଜାରାଣୀ ହୋଇ ରହିବ। ଏହା କହି ସେ ଅନ୍ତର୍ଧ୍ୟାନ ହେଲେ। ଯେ ଯାହା ଦୁବ ଚାଉଳ ଘେନି ବ୍ରତ ହାତରେ ବାନ୍ଧିଲେ ଓ ପ୍ରସାଦ ସେବନ କଲେ। ତେଣେ ଯେ ରାଜକଟକ ହତପାତ ହୋଇଥିଲା ଲକ୍ଷ୍ମୀନଗରରେ ଉଚ୍ଚାଟ କରାଇଲେ। ପ୍ରତ୍ୟେକ ପରସ୍ପରେ ରାଜା ହେବୁ କହି ଗୋଳ କଲେ। ତହୁଁ ମନ୍ତ୍ରୀ କହିଲେ, ଏବେ ଆମ୍ଭ ବୋଲ କର। ପାଟହସ୍ତୀ ଉପରେ ସ୍ୱର୍ଣ୍ଣ କଳସୀ ଥୋଇବା। ସେ ସ୍ୱର୍ଣ୍ଣ କଳସୀ ଯା ମୁଣ୍ଡରେ ଢାଳିବ ସେ ରାଜା ହେବ। ଏହା ସମସ୍ତେ ସମ୍ମତ ହେଲେ। ପାଟହସ୍ତୀ ମୁଣ୍ଡରେ ସୁବର୍ଣ୍ଣ କଳସୀ ଦେଇ କହିଲେ, ଭୋ ହସ୍ତୀ ରାଜ୍ୟକୁ ଯେ ଯୋଗ୍ୟ ହେବ ତାହାରି ଉପରେ କଳସ ଢାଳିବୁ। ଏମନ୍ତେ ସେ ହସ୍ତୀକୁ ମେଲାଣି ଦେଇ ଲୋକେ ପାଏ ପଡ଼ି ଶୋଇଲେ। ରାଜା ଯେଉଁ ବାଟେ ଯାଇଥିଲେ ସେହି ରାସ୍ତା ଦେଇ ହସ୍ତୀ ସାଧବ ନଗରରେ ପ୍ରବେଶ କରି ବିକ୍ରମାଦିତ୍ୟଙ୍କ ମୁଣ୍ଡରେ ସୁବର୍ଣ୍ଣ କଳସ ଢାଳିବାରୁ ଲୋକେ ତାଙ୍କୁ ପୁନରପି ରାଜା କରାଇଲେ। ସେଠାରେ ରାଜାଙ୍କୁ ସମସ୍ତେ ଭୟ କଲେ। ରାଜା ବୋଇଲେ, ଲକ୍ଷ୍ମୀଧର ସାଧବଙ୍କୁ ବେଗେ ଖୋଜି ଆଣ। ଆଜ୍ଞା ପାଇ ସମସ୍ତେ ଖୋଜିଲେ। ସାଧବକୁ ନ ପାଇ ଲୋକେ ରାଜାଙ୍କୁ ଜଣାଇଲେ। ରାଜା ବିସ୍ମିତ ହୋଇ କହିଲେ, ସାଧବ ମୋର ଉପକାର କରିଛି, ତାଙ୍କୁ ବେଗେ ମୋ ପାଖେ ହାଜର କରାଅ। ପୁନଶ୍ଚ ଡଗରମାନେ ଯାଇ ଖୋଜି ଆଣି ରାଜାଙ୍କ ଛାମୁରେ ଦେଲେ। ସାଧବ ବହୁତ ବିନୟ ହୋଇ କହିଲା, ମୁଁ ଆପଣଙ୍କ ଠାରେ ଅପରାଧ କଲି, ମୋତେ କ୍ଷମା କରନ୍ତୁ। ରାଜା ବୋଇଲେ, ତୁମ୍ଭର ଉପକାର ଶୁଝି ପାରିବି ନାହିଁ। ସାଧବ କହିଲେ, ତୁମ୍ଭଙ୍କୁ ଲକ୍ଷ୍ମୀ ଅନୁଗ୍ରହ କଲେ। ଏମନ୍ତ କହି ସେ ରାଜାଙ୍କୁ ପାଟ ବସ୍ତ୍ର ଦେଲେ। ସାଧବ ସେ ରାଜ୍ୟରେ ମନ୍ତ୍ରୀ ପଦରେ ରହିଲେ। ରାଜା ହସ୍ତୀରେ ବିଜେ କଲେ ଓ ରାଣୀ ସାଧବାଣୀ ହାନ୍ଦୋଳାରେ ବିଜେ କଲେ। ଯାଆନ୍ତେ ଦେଖିଲେ ସେ ପୁଷ୍କରିଣୀ କୂଳେ ମଲା ମାଛ 2 ଗୋଟି ପଡ଼ିଅଛି। ରାଜାରାଣୀ ଦେଖି ହସିଲେ। ତହୁଁ ଯାଆନ୍ତେ ମହାଲକ୍ଷ୍ମୀ ବ୍ରାହ୍ମଣୀ ରୂପେ ଆସି ପୁଅ 2ଟିକୁ ଦେଇଦେଲେ। ପୁତ୍ରକୁ ଘେନି ରାଜା ଆପଣା ରାଜ୍ୟ ପ୍ରବେଶ ହେଲେ। ପାତ୍ର ମନ୍ତ୍ରୀମାନେ ଆସିଲେ। ଲକ୍ଷ୍ମୀଧର ସାଧବଙ୍କୁ ଉଆସ ତୋଳାଇ ଦେଲେ। ରାଜା ବିସ୍ମୟ ହୋଇ ରାଣୀଙ୍କୁ ପଚାରିଲେ, ଆମ୍ଭର ରାଜ୍ୟ କାହିଁକି ଭ୍ରମ ହେଲା ଓ କି ପୁଣ୍ୟ ବଳରେ ଆମ୍ଭେ ଏହା ପୁନରପି ପାଇଲେ? ରାଣୀ ବୋଇଲେ, ତୁମ୍ଭେ ମୋ ବ୍ରତ କରିବାରୁ ରାଜତ୍ୱ ପ୍ରାପ୍ତ ହେଲା।
ରାଜା ବୋଇଲେ ବ୍ରାହ୍ମଣଙ୍କୁ ଡାକି ବ୍ରତ ବିଧାନ କରି ଶୁଣିବା। ଆଜ୍ଞା ପ୍ରମାଣେ ବ୍ରାହ୍ମଣ ଆସି ପଦ୍ମପୁରାଣ କଥା କହିଲେ। ଯେଉଁଦିନ ଶୁକ୍ଳପକ୍ଷ ଦଶମୀ ଗୁରୁବାର ପଡ଼ିବ ସେଦିନ ସୁଦଶା ବ୍ରତ ହୁଏ। 10 ସୂତା ତ୍ରିଗୁଣ କରିବ, ପୁଷ୍ପ 10 ପ୍ରକାର ଓ ମଣ୍ଡା 10 ଗୋଟି କରିବ। ଏ ଉତ୍ତାରେ ଚତୁର୍ବର୍ଗରେ ଉଦ୍ଯାପନା କରିବ। ଉଦ୍ଯାପନ ପାଳିଲେ ସୁବର୍ଣ୍ଣର 10 ନାଡ଼ ଦୁବ, 10 ଗୋଟି ତଣ୍ଡୁଳ, 10 ଯୋଡ଼ା ପାଣ୍ଡର, 10 ଗୋଟି ପଇତା, ବ୍ରତ 10ଟି, କଜଳପାତି 10ଟି, ନୂଆ କୁମ୍ଭ 10ଟି, ଏସବୁ ସୁବର୍ଣ୍ଣର କରିବ। ହେ ରାଜା, ଏମନ୍ତ ବିଧାନ କଲେ ସକଳ ସିଦ୍ଧି ହୁଏ। ଏ ବ୍ରତ କରି ଉଦ୍ଯାପନ ନ କଲେ ବଡ଼ ଦୋଷ। ସେ ରାଜା ଏହି ମତେ ବ୍ରତ କରିବାରୁ 1 ଦ୍ୱୀପରୁ 7 ଦ୍ୱୀପ ଯାଏ ଶ୍ରୀଲକ୍ଷ୍ମୀଙ୍କ କୃପାରୁ ରାଜା ହୋଇଥିଲେ। ଏ ବ୍ରତର ମହିମା ବଡ଼। ଯେଉଁମାନେ ଏ ବ୍ରତ କରନ୍ତି ସ୍ୱର୍ଗ ସମ୍ପଦ ପାଆନ୍ତି, ସେ ଦରିଦ୍ର ହୁଅନ୍ତି ନାହିଁ। ଇତି ଶ୍ରୀ ଲକ୍ଷ୍ମୀଙ୍କ ବ୍ରତ କଥା ସମ୍ପୂର୍ଣ୍ଣ।